ଅପାସରା କାହାଣୀ। ବିରାଡ଼ି ବିଚାର। ଗୋଟାଏ ପ୍ରକାଣ୍ଡ ବୁଢ଼ା ଗଛ ଶିଅରେ ଥିବା କୋରଡ଼ରେ କୋଉ କାଳୁ ବାସ କରୁଥିଲା ଡଉଲ ଡାଉଲ ହରଡ଼ ଚଢ଼େଇଟିଏ। ସକାଳୁ ସକାଳୁ ସେ ଚରାବୁଲା କରିବାକୁ ବାହାରିଯାଏ। ସଞ୍ଜ ନଇଲେ ଫେରେ ବସାକୁ। ସବୁଦିନ ପରି ସେ ଦିନ ମଧ୍ୟ ସେ କୋରଡ଼ରୁ ବାହାରି ଚରାବୁଲା କରିବାକୁ ଗଲା। କିନ୍ତୁ ଆଉ ସେ ଫେରିଲା ନାହିଁ। ଏମିତି ଦିନ ଗଡ଼ି ଚାଲିଲା। ଦିନେ ସେ ଗଛ ମୂଳକୁ ବୁଲି ଆସିଥିଲା ଆଉ ଏକ ହରଡ଼ ଚଢ଼େଇ। ସେ ଗଛ ଶିଅରେ ସୁନ୍ଦର କୋରଡ଼ଟି ଫାଙ୍କା ଥିବା ଦେଖି ସେ ସେଠାରେ ରହିବାକୁ ମନ ବଳାଇଲା ଏବଂ ସେହି ଦିନଠାରୁ ନୂଆ ହରଡ଼ ଚଢ଼େଇ ପୁରୁଣା ହରଡ଼ ଚଢ଼େଇର କୋରଡ଼ରେ ବାସ କଲା। ବହୁଦିନ ପରେ ପୁରୁଣା ହରଡ଼ ଚଢ଼େଇ କୁଆଡ଼େ ଥିଲା ପୁଣି ଆପଣା କୋରଡ଼କୁ ଫେରିଲା। କୋରଡ଼ରେ ନୂଆ ହରଡ଼ ଚଢ଼େଇକୁ ଦେଖି କହିଲା, ଏ ବସା ମୋର, ତୁ ଏଇ ଲାଗେ ଏଠୁ ବାହାରି ଯା। ନୂଆ ହରଡ଼ ଚଢ଼େଇ କହିଲା, ଇଏ କି କଥା? ଏ ବସା ଖାଲି ପଡ଼ିଥିଲା। ବହୁ ଦିନ ହେଲାଣି ମୁଁ ଏଠି ରହିଲିଣି। ତୋର ଏ ବସା ବୋଲି ମୁଁ କେମିତି ପରତେ ଯିବି? ଏମିତି ଦୁହେଁ କଥା କଟାକଟି କରି ବାଦ ବିବାଦ କଲେ। ଶେଷକୁ କଥା ଛିଣ୍ଡିଲା ଯେ ସେମାନେ ଜଣେ ମାମଲତକାର କତିକି ଯିବେ। ସେ ଯାହା ନିଶାପ କରିବେ ତାକୁ ଦୁହେଁ ମାନିବେ। ହେଲେ ନିଶାପ କିଏ କରିବ? ପୁରୁଣା ହରଣ ଚଢ଼େଇର ମନେ ପଡ଼ିଲା ହଦୁରରେ ରହୁଥିବା ଗୋଟାଏ ସାଧୁ ବିରାଡ଼ି କଥା। ସେ ସବୁଦିନ ଉପବାସ କରେ, କାହାରି ଅନିଷ୍ଟ କରେ ନାହିଁ, ରାତି ଭରି ତପ କରେ। ତେଣୁ ସେ ନୂଆ ହରଡ଼ ଚଢ଼େଇକୁ କହିଲା, ଚାଲ ବିରାଡ଼ି ମହାତ୍ମାଙ୍କୁ ଆମ ବିବାଦ କଥା କହିବା। ତାଙ୍କ ଚାହିଁ ବୋଲି ବିଚାରକ ଏ ଖଣ୍ଡମଣ୍ଡଳରେ ଆଉ କେହି ନାହାନ୍ତି। ନୂଆ ହରଡ଼ ଚଢ଼େଇ ଏଥିରେ ରାଜି ହେଲା। ଉଭୟ ଚାଲିଲେ ବିରାଡ଼ି ମହାତ୍ମାଙ୍କ କତିକି। ସେତେବେଳେ ବିରାଡ଼ି ଆଖି ମୁଦି ନିଶ୍ଚଳ ହୋଇ ଧ୍ୟାନରେ ବସିଥିଲା। ଧ୍ୟାନ ସରିଲା ଯାଏ ଉଭୟ ସେଠାରେ ଧୈର୍ଯ୍ୟର ସହ ଅନିଶା କଲେ। ବିରାଡ଼ି ଧ୍ୟାନରୁ ଉଠିଲା କ୍ଷଣି ଦୁଇ ଚଢ଼େଇ ତାଙ୍କ ବିବାଦ ବଖାଣିଲେ ଆଉ ନ୍ୟାୟ ମାଗିଲେ। ସବୁ ଶୁଣି ନ ଶୁଣିବାର ଛଳ କରି ବିରାଡ଼ି ମହାତ୍ମା କହିଲା, ବୁଢ଼ା ବୟସରେ ମୋ କାନକୁ ଭଲ ଶୁଭୁନାହିଁ। ଦୁହେଁ ଯାହା କହୁଛ ପାଖକୁ ଆସି କୁହ। ଯେଉଁଟା ଭାବିବ ମୁଁ କହିବି। ଦୁହେଁ ନିର୍ଭୟରେ ବିରାଡ଼ି ପାଖକୁ ଚାଲିଗଲେ। ପାଜି ବିରାଡ଼ି ଆଖି ପିଛୁଳାକେ ଦୁହିଁଙ୍କ ଉପରକୁ ଝାମ୍ପି ପଡ଼ିଲା। ଗୋଟିକ ପରେ ଗୋଟିଏ ହରଡ଼ ଚଢ଼େଇ ଖାଇ ସେ ଦିନ ବଡ଼ ଆରାମରେ ଶୋଇଲା।